କନ୍ଧମାଳ ଜିଲ୍ଲାପାଳ ଭାବେ ଆଜି ଶ୍ରୀ ବେଦଭୂଷଣଜୀ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ହିତାଧିକାରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଫୁଲବାଣୀ ଆଇଟିଡିଏ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଲ୍ଲାବୁରୁଡ଼ି ପଞ୍ଚାୟତ ଅଟା ସାମ୍ଭ୍ରୁ ଗ୍ରାମରେ ଏକର ଏକର ଜମିରେ କରାଯାଇଥିବା ଡ୍ରାଗନ ଫ୍ରୁଟ୍ ଚାଷ ବୁଲି ଦେଖିଥିଲେ। ସେହି ନେଡ଼ିପଦର ଗ୍ରାମରେ ନିର୍ମାଣ ହୋଇଥିବା 2ଟି ଚେକ୍ ଡ୍ୟାମ୍ ମଧ୍ୟ ଦେଖିବା ସହ ଲୋକଙ୍କ ସହିତ ସେ ବିଷୟରେ ଆଲୋଚନା କରିଥିଲେ। କାଶୀନପଦର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଯାଇ ଶିଶୁ ଓ ମାତୃ ମୃତ୍ୟୁହାର ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଯାଇ ରୋଗୀମାନଙ୍କୁ ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟସେବା ସମ୍ପର୍କରେ ବୁଲି ଦେଖିବା ସହ ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। କଲେକ୍ଟର ସାରଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ସିଡିଓ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଶମ୍ଭୁନାଥ ନନ୍ଦୀ, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଗଦାଧର ପାତ୍ର, ଫିରିଙ୍ଗିଆ ବିଡିଓ ଅନୁପ ଅଭିଷେକ ବେହେରା ଓ ଅନ୍ୟାନ୍ୟ ହିତାଧିକାରୀମାନେ ଉପସ୍ଥିତ ରହିଥିଲେ। ଫୁଲବାଣୀରୁ ସୁନୀଲ ପଟ୍ଟନାୟକଙ୍କ ରିପୋର୍ଟ, ONI।